ସେମିତି ମୁଁ ମତେ ଯାହା ସହିତ କିଛି ପ୍ରୋବ୍ଲେମ ନାହିଁ। ମୁଁ ସାରଙ୍କ ସହିତ ଖାଲି ଆଉ କାଟିଦେବେ ଏଇଟା ପ୍ରୋବ୍ଲେମ କିଛି ନାହିଁ। ମୁଁ କହିବି ମୋ ଅଭିନୟ କେମିତି ଅଛି, କ୍ୟାରେକ୍ଟରଟା ବହୁତ ବଢିଆ ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ଥିଲା ସେଇଟା ମୋ ପାଇଁ ଗୋଟେ। ମୁଁ ମାନେ ସେ କ୍ୟାରେକ୍ଟର ପାଇଁ ବହୁତ ଭାବିକି କରିଛି ଏଇଟା କେମିତି କରିବି କେମିତି ନାହିଁ। କାହିଁକି ନା ଯେହେତୁ ମୋ ପାଇଁ ଗୋଟେ ଡୁଆଲ କ୍ୟାରେକ୍ଟର ଥିଲା, ମୁଁ ଗୋଟେ ନର୍ମାଲ, ସମସ୍ତେ ଭାବୁଥିଲେ ମୁଁ ଗୋଟେ ନର୍ମାଲ ଝିଅ, ତାପରେ ବାହାରୁଛି ମୁଁ ଗୋଟେ ପୋଲିସ ଇନଭେଷ୍ଟିଗେସନ କରୁଛି ଭୂତ ଅଛି ନା ନାହିଁ। ତ ବହୁତ ବଢିଆ ଷ୍ଟୋରିଟା ଅଛି, ଆପଣ ମାନେ ଦେଖନ୍ତୁ, ବହୁତ ଖୁସି ଲାଗିବ। ମୁଁ ତ ଅବଭିୟସଲି ମୁଁ ନେଗେଟିଭ ହିଁ କରେ, ମୁଁ ପଜିଟିଭ କରିନି, ଏଇଟା ଫାଷ୍ଟ ମୁଁ କରିଛି, ଏଟା ଟିକେ ପଜିଟିଭ କରିବାକୁ ଟ୍ରାଏ କରିଛି, ତଥାପି ଚଳିବ। ନାଇଁ ମତେ ସବୁ କ୍ୟାରେକ୍ଟର ଭଲ ଲାଗେ, ଓଭରଅଲ ମୁଁ ସବୁ କ୍ୟାରେକ୍ଟର କରିବା ପାଇଁ ଟ୍ରାଏ କରେ କି ମୁଁ କରିପାରିବି, ବଟ୍ ମତେ ଦେଖିକି କୁହନ୍ତି ନାଇଁ ମୁଁ ୟାକୁ ପଜିଟିଭ ଦିଅ, ନେଗେଟିଭ ଦିଅ, ତା ଆଖି ଏମିତି, ତାର ଫ୍ଲୁଏଣ୍ଟ ଏମିତି, କଥାବାର୍ତ୍ତାର ଫ୍ଲୁଏଣ୍ଟ ଏମିତି, ତ ସମସ୍ତେ ଭାବିକି ଦିଅନ୍ତି କି ନାଇଁ ଆକୁ ହିଁ ନେଗେଟିଭ ଟା ଦିଅ। କିନ୍ତୁ ଏଇ ଫିଲ୍ମରେ ସାର୍ କହିଲେ ନାଇଁ ଡାଇଲଗ ଟିକେ ଅଲଗା ଟିକେ କରିଦବା। ନା ନା ସେମିତି କିଛି ନାହିଁ, ନେଗେଟିଭ ପଜିଟିଭ ମତେ ସବୁ ଭଲ ଲାଗେ କରିବା ପାଇଁ। ଆକ୍ଟିଂ ତ କରିବାର ଅଛି, ସମସ୍ତେ ଲୋକ ଦେଖିବାର ଅଛି, ଆମକୁ ଆମକୁ ନାଁ କମେଇବାର ଅଛି, ମତେ ସେତିକି ଦରକାର। ଆଉ ଏଇ ମୁଭିଟା ରିଲିଜ ହେଲା ସେ ବହୁତ ଖୁସି ଲାଗୁଛି, ବହୁତ ବଡ କଥା। ଫିଲ୍ମ ତ ହଲରେ ଚାଲୁନି। ସମସ୍ତଙ୍କୁ ମୋର ନମସ୍କାର। ଆପଣ ଯୋଉ କହିଲେ କି ମୋର ଗୋଟେ ଫଟୋଟିଏ ଲାଗିଛି, କଣ ଅଭିନୟ କରିଛି, ଫଟୋ କଥାକୁ ଛାଡିକି ଫିଲ୍ମଟା ଦେଖିବେ, ତାପରେ ମତେ କହିବେ। ଫିଲ୍ମକୁ ଦେଖନ୍ତୁ, ଫଟୋଟା ହିଁ କଣ ମିଳିବ। ମୁଁ କହିବି ମୋ ଅଭିନୟ କେମିତି ଅଛି, କ୍ୟାରେକ୍ଟରଟା ବହୁତ ବଢିଆ ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ଥିଲା ସେଇଟା ମୋ ପାଇଁ ଗୋଟେ। ମୁଁ ମାନେ ସେ କ୍ୟାରେକ୍ଟର ପାଇଁ ବହୁତ ଭାବିକି କରିଛି ଏଇଟା କେମିତି କରିବି କେମିତି ନାହିଁ। କାହିଁକି ନା ଯେହେତୁ ମୋ ପାଇଁ ଗୋଟେ ଡୁଆଲ କ୍ୟାରେକ୍ଟର ଥିଲା, ମୁଁ ଗୋଟେ ନର୍ମାଲ, ସମସ୍ତେ ଭାବୁଥିଲେ ମୁଁ ଗୋଟେ ନର୍ମାଲ ଝିଅ, ତାପରେ ବାହାରୁଛି ମୁଁ ଗୋଟେ ପୋଲିସ ଇନଭେଷ୍ଟିଗେସନ କରୁଛି ଭୂତ ଅଛି ନା ନାହିଁ। ତ ବହୁତ ବଢିଆ ଷ୍ଟୋରିଟା ଅଛି, ଆପଣ ମାନେ ଦେଖନ୍ତୁ, ବହୁତ ଖୁସି ଲାଗିବ। ହଁ ଭୂତ ଭୂତ ମୁଁ ତ ରିଅଲ ଲାଇଫରେ ଭୂତ କେବେ ଦେଖିନି, ଫିଲ୍ ବି କେବେ କରିନି, ଖାଲି ଗୋଟେ ମାଇଣ୍ଡରେ ଆସେ ସତରେ ଭୂତ ଅଛି କି, କିନ୍ତୁ ମୁଁ କେବେ ଫିଲ୍ କରିନି ସତରେ ଭୂତ ଅଛି କି ନାହିଁ। କ୍ୟାରେକ୍ଟର କଥା କହିବି, କ୍ୟାରେକ୍ଟର ଆମେ ସବୁ ମାନେ ଗୋଟେ ଅଡିସନ ଟାଇପର ହେଇଥିଲା, ତ ହେଲା ପରେ ଅଲଗା କ୍ୟାରେକ୍ଟର ମାନେ ଜଣଙ୍କର ଥିଲା। ମତେ ସାର୍ କହିଲେ କି ନାଇଁ ଏଇ କ୍ୟାରେକ୍ଟରଟା ଡାୟନାକୁ ଦିଅ, ଡାୟନା କରିପାରିବ। ତ ମୁଁ ସେଇଥିପାଇଁ ଭାବିଲି କି ନାଇଁ ମୋ ପାଇଁ ଗୋଟେ ଚ୍ୟାଲେଞ୍ଜ ଏଇଟା, ମୁଁ ଏଇଟା କରିବି, ଏମିତି କରିବି। ବହୁତ ପରିଶ୍ରମ ଆମେ କରିଛୁ, ତ ଆପଣ ମାନେ ହିଁ କହିବେ ରେଜଲ୍ଟଟା କଣ। ହଁ କିଛି ନ ଷ୍ଟାର୍ଟିଂ ଆଗରୁ ମାନେ ମୁଁ 7 ବର୍ଷ ହେଇଗଲାଣି ଇଣ୍ଡଷ୍ଟ୍ରିରେ ଅଛି, ବଟ୍ ମୁଁ ମୁଭି ବେଶୀ କରିନି, ମୁଁ ସିରିଏଲ ବଗେରା କରିଛି। ସିରିଏଲରେ ମତେ ସମସ୍ତେ ଜାଣିଛନ୍ତି, ବାସ୍ ମୁଁ ଏବେ ଷ୍ଟାର୍ଟ କରୁଛି, ଟିକେ ଟିକେ ଧୀରେ ଧୀରେ ଷ୍ଟାର୍ଟ କରୁଛି ମୁଭି ଟିକେ କରିବା ପାଇଁ। ମୁଭି କରିନି ଏଥିପାଇଁ କି ସିରିଏଲରେ ଆପଣ ମାନେ ତ ଜାଣିଛନ୍ତି ପୁରା ବିଜି ସ୍କେଡ୍ୟୁଲ ଭିତରେ ମୁଁ ଆଉ ଟାଇମ ଦେଇପାରେନି। ସେମିତି ମୁଁ ମତେ ଯାହା ସହିତ କିଛି ପ୍ରୋବ୍ଲେମ ନାହିଁ, ମୁଁ ସାରଙ୍କ ସହିତ କଲି ଆଉ କାଟିଦେବେ ଏଇଟା ପ୍ରୋବ୍ଲେମ କିଛି ନାହିଁ। ମତେ ମୋ କ୍ୟାରେକ୍ଟର କରିବାର ଅଛି, ମତେ ସେ କ୍ୟାରେକ୍ଟରଟା ଇମ୍ପୋର୍ଟାଣ୍ଟ ଲାଗିବା ଦରକାର। ସେ ଫିଲ୍ମରେ କଣ ସାରଙ୍କୁ ଖାଲି ଦେଖୁଛନ୍ତି, ସବୁ 3ଟା ଲେଡିଙ୍କୁ ବି ଦେଖୁଛନ୍ତି, ସେଭଳିଆ କ୍ୟାରେକ୍ଟର ଏମିତି କର ଯେମିତି ସମସ୍ତଙ୍କ ନଜର ତମ ଉପରେ ରହିଯିବ। ମୁଁ ତ ଅବଭିୟସଲି ମୁଁ ନେଗେଟିଭ ହିଁ କରେ, ମୁଁ ପଜିଟିଭ କରିନି, ଏଇଟା ଫାଷ୍ଟ ମୁଁ କରିଛି, ଏଟା ଟିକେ ପଜିଟିଭ କରିବାକୁ ଟ୍ରାଏ କରିଛି, ତଥାପି ଚଳିବ। ହଁ ମତେ ନାଇଁ ମତେ ସବୁ କ୍ୟାରେକ୍ଟର ଭଲ ଲାଗେ, ଓଭରଅଲ ମୁଁ ସବୁ କ୍ୟାରେକ୍ଟର କରିବା ପାଇଁ ଟ୍ରାଏ କରେ କି ମୁଁ କରିପାରିବି, ବଟ୍ ମତେ ଦେଖିକି କୁହନ୍ତି ନାଇଁ ମୁଁ ୟାକୁ ପଜିଟିଭ ଦିଅ, ନେଗେଟିଭ ଦିଅ, ତା ଆଖି ଏମିତି, ତାର ଫ୍ଲୁଏଣ୍ଟ ଏମିତି, କଥାବାର୍ତ୍ତାର ଫ୍ଲୁଏଣ୍ଟ ଏମିତି, ତ ସମସ୍ତେ ଭାବିକି ଦିଅନ୍ତି କି ନାଇଁ ଆକୁ ହିଁ ନେଗେଟିଭ ଟା ଦିଅ। କିନ୍ତୁ ଏଇ ଫିଲ୍ମରେ ସାର୍ କହିଲେ ନାଇଁ ଡାଇଲଗ ଟିକେ ଅଲଗା ଟିକେ କରିଦବା। ନା ନା ସେମିତି କିଛି ନାହିଁ, ନେଗେଟିଭ ପଜିଟିଭ ମତେ ସବୁ ଭଲ ଲାଗେ କରିବା ପାଇଁ। ଆକ୍ଟିଂ ତ କରିବାର ଅଛି, ସମସ୍ତେ ଲୋକ ଦେଖିବାର ଅଛି, ଆମକୁ ଆମକୁ ନାଁ କମେଇବାର ଅଛି, ମତେ ସେତିକି ଦରକାର। ଆଉ ଏଇ ମୁଭିଟା ରିଲିଜ ହେଲା ସେ ବହୁତ ଖୁସି ଲାଗୁଛି, ବହୁତ ବଡ କଥା। ଫିଲ୍ମ ତ ହଲରେ ଚାଲୁନି।
हीरो को प्रपोज करे कते कोन हां मु प्रपोज करछि कि सर मु बहुत भलो सॉरी तो मु बहुत भलो पाए आ तो स्टार्ट रे जा है जे माने फिल्म रे जा है जे हाँ बहुत गैप है सेटा समस्त भी जेते बेले स्टार्ट हैला मूवी सेते बेले भी कहिसंती कि सार को एज तम एज कि तीन जण लेडिबे तांको एज सहित तमरा केमती ये तो किंतु आमे एथि बे गोटे स्टोरी को दरकार थिला एमिति स्टोरी केमती दरकार थिला कि सार को गोटे ड्रीम थिला तो सारा को ड्रीम थिला ना स्टोरी पे हाँ स्टोरी को नियाते गोटे दरकार थिला कि सार को ड्रीम थिला आपण कहउछन अल्प भसचंदी बेसी कारण रिलीज हे हाँ बहुत खुशी लगे कारण आपण मन मन भीतर जाई आ किछि कोन हाँ कहीं एबे तरंग रे मु गोटे मूवी करछि हमर वेब सीरीज रे ए पर्यंत तार ना डिक्लेयर हेइनी अवश्य हबो कैपिटल क्वीन किंतु सेटा हेइनी किंतु बढ़िया लागिबो देखिया पाई सेटा गोटे रिलीज हो एबे मो रिसेंट गोटे मूवी तरंग रे रिलीज हितला हमर नमस्ते कमला मागो ठाकुर ऊपर सेटा भी समस्त बढ़िया माने रेस्पोंड आस्तिला पुलिस पुलिस कैरेक्टर ता मते सूट करि न मु चुलबुलिया टाइप रे मते कैरेक्टर बहुत बढ़िया लागे किंतु मते सार गोटे देइ देले नै गोटे एम्ति कर भूत पाइछंदी ना अनिल को पाइछन लास्ट लास्ट रे भूत को ही पाइछु ना भूत केमिति सुना जा बॉलीवुड रे जते बेले मूवी हुए जो स्क्रिप्ट सहित जो को आर्टिस्ट के अछंती माने चूज करा जाय बॉलीवुड रे भी सेमति हुए हां हुए सेमति किंतु सेटा कहयबो सेटा डिपेंड करे प्रोड्यूसर डायरेक्टर को ऊपर चैनल ऊपर से माने कोन कास्टिंग करचंदी हम ऊपर किछि नाही आमे पचेरिबो किए कास्टिंग रे अछंदी हम को आर्टिस्ट अछंदी से माने कहे तमे कले करो न कले एटा को वायरल कर दबनी गोटे एमिति मीडिया रासी वायरल कर दबो मते समझ एटा ही वायरल हो कहउछन इनडायरेक्टली हम केटा वायरल करो इनडायरेक्ट कत तो मु बहुत कहि सलेनी आ किछ कहि परिबिनी